ଯାତ୍ରାରେ ସେନ୍ସର ବୋର୍ଡ଼ ରହିବା ଦରକାର ଅଶ୍ଳୀଳତା ଉପରେ ରୋକ ଲାଗିବା ଦରକାର କାହିଁକି ନା ଇଏ ହେଉଛି ଐତିହ୍ୟ ମାଟି ସଂସ୍କୃତିର ମାଟି ସାହିତ୍ୟର ମାଟି ଭାଷାର ମାଟି ଜଗନ୍ନାଥଙ୍କର ମାଟି ଏ ମାଟିରେ କଳା ସାହିତ୍ୟ ଭାଷା ସଂସ୍କୃତି ତାକୁ ଅପଭ୍ରଂଶ ନ ହେବା ପାଇଁ ପ୍ରତ୍ୟେକଟି ମଣିଷର ନୈତିକତା କିନ୍ତୁ ଆଜି ନୈତିକତା ହ୍ରାସ ପାଇଛି ଆୟୋଜକମାନେ ଯଦି ସଚେତନ ହେବେ ରାଜଧାନୀ ଖଣ୍ଡଗିରି କୁମ୍ଭ ମେଳାରେ ଅନେକ ସାଧୁସନ୍ଥଙ୍କର ଆଗମନ ଥିଲା ଅନେକ ଶ୍ରଦ୍ଧାଳୁ ମଧ୍ୟ ସେଠି ଆସିଥିଲେ ବିନା ଅଶ୍ଳୀଳତାରେ ଭଲ ସମାଗମ ହେଇଥିଲା ଅନେକ ନାଟକକୁ ଉପଭୋଗ କରିଥିଲେ ଯଦି ଏହା ଏଠି ହେଇପାରୁଛି ତ ଓଡ଼ିଶାରେ ଯେଉଁ ପୁରପଲ୍ଲୀରେ ମଞ୍ଚ ବାନ୍ଧୁଛନ୍ତି ଆୟୋଜକମାନେ ତ ସେମାନେ କରିପାରିବେନି କାହିଁକି ଏଠି ଆୟୋଜକମାନେ ଷ୍ଟ୍ରଙ୍ଗ ହେଇଯାଇଥିଲେ ତ ସେନ୍ସର ବୋର୍ଡ଼ ଆସିବା ଆବଶ୍ୟକ କ'ଣ ଯଦି ମୁଁ ସଚେତନ ଅଛି ତାହେଲେ ଆବଶ୍ୟକ ନାହିଁ କିନ୍ତୁ ସରକାର ଏଥିରେ ତତ୍ପର ହେବା ଉଚିତ ଯେଉଁମାନେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଛନ୍ତି ତା ଉପରେ ଦୃଢ଼ତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଛି ଆଉ ଏ ସମୟ ଧୀରେ ଧୀରେ ଯଦି ଆଗକୁ ବଢ଼ିବ ତାହେଲେ ଆହୁରି ଅପଭ୍ରଂଶ ବଢ଼ିଯିବ ଲ ଆଣ୍ଡ ଅର୍ଡ଼ର ଆଉଟ୍ ଅଫ୍ କଣ୍ଟ୍ରୋଲ ହେବ ଲାଷ୍ଟକୁ ଆମର ଯୁବପିଢ଼ିମାନେ ଏମାନେ ସବୁ ପଥଚ୍ୟୁତ ହେବେ ଆଉ ସେତେବେଳକୁ ଓଡ଼ିଶା ସରକାର ଓଡ଼ିଶାର ବୁଦ୍ଧିଜୀବୀମାନେ ସେତେବେଳେ ବାଟ ବଣା ହେଇଯିବେ ଯେ କି ଏମାନଙ୍କୁ ଆମେ ଲାଇନ୍କୁ କେମିତି ଆଣିବା ତେଣୁ ସମୟ ଥାଉ ଥାଉ ବେଳ ଥାଉ ଥାଉ ସଚେତନ ହେଇଯିବାର ଅଛି ସମସ୍ତଙ୍କର ଦାୟିତ୍ୱ କେବଳ ସରକାରଙ୍କର ଦାୟିତ୍ୱ ନୁହେଁ ଆମ ସମସ୍ତଙ୍କର ଦାୟିତ୍ୱ ରହିବ ଅଶ୍ଳୀଳତା ଠାରୁ ଦୂରେଇ ରହିବା ଆଉ ସେଥିପାଇଁ ଖୁବ୍ ଶୀଘ୍ର ବିଭାଗ ଗୋଟେ ଆଣିବାକୁ ଯାଉଛନ୍ତି ଗୋଟେ ଗାଇଡ଼ଲାଇନ୍ ତା ପାଇଁ ଗୋଟେ ନିୟମ ମଧ୍ୟ ଆସୁଛି ଆଇନ ମନ୍ତ୍ରୀ ମଧ୍ୟ କହିଛନ୍ତି ଖାଲି କହିଦେଲେ ହେବନି ତା ପାଇଁ କିଛି ଆଣିବାର ଅଛି ଯେଉଁଦିନ ଆଣିବେ ଖାଲି କହିଦେଲେ ବିଧାନସଭାରେ କଥା ଉଠିଗଲା ଆପଣଙ୍କର ମାର୍ଗଦର୍ଶିକା ପ୍ରସ୍ତୁତ ଚାଲିଛି ଏମିତି ଖାଲି କହିଦେଲେ ହେବନି ଆମେ ତୁରନ୍ତ କରନ୍ତୁ ନଚେତ ଆଗାମୀ ଦିନରେ ଯେଉଁ ଫଙ୍କସନ୍ ଅଛି ମହାଶିବରାତ୍ରି ଆସୁଛି ଦୋଳ ମେଲଣ ଆସୁଛି ଏସବୁ ଜାଗାରେ ଯେଉଁଠି ଅଶ୍ଳୀଳତା ପ୍ରଦର୍ଶନ ହେଉଛି କେବଳ ଯାତ୍ରାରେ ନୁହେଁ ଆଜ୍ଞା ପ୍ରତ୍ୟେକଟି ଖୋଲା ମଞ୍ଚରେ ଯେଉଁଠି ସାଂସ୍କୃତିକ କାର୍ଯ୍ୟକ୍ରମ ଏମିତି ବି ସଂକୀର୍ତ୍ତନର ବି ଆସିଗଲାଣି ସଂକୀର୍ତ୍ତନ ଯେଉଁଠି ହେଉଛି କୀର୍ତ୍ତନ କରୁଛନ୍ତି ଖୋଳକୁ ମୋ ପ୍ରଭୁ ମୋ ରାଧେ ରାଧେ ଯେଉଁଠି ହେଉଛି ସେ ଜାଗାରେ ବି ଅଶ୍ଳୀଳତା ଦେଖାଦେଲାଣି ତେଣୁ ଏଗୁଡ଼ା ସବୁ ଅସହ୍ୟ ହେଇପଡ଼ୁଛି ତେଣୁ ଖୁବ୍ ଶୀଘ୍ର ସରକାର ତତ୍ପର ହେବା ଉଚିତ ଆଉ ଗଣମାଧ୍ୟମ ଜରିଆରେ ମୁଁ ସବୁ ଜନସାଧାରଣଙ୍କୁ ଅନୁରୋଧ କରିବି ଆଜ୍ଞା ଏଥିରେ ନିବୃତ୍ତ ରହିବା ପାଇଁ ଆପଣମାନେ ସଚେତନ ରୁହନ୍ତୁ ଆଉ ଆବାଜ ଉଠାନ୍ତୁ ଯଦି ଆମେ ଆମର ଯେଉଁ ରେକର୍ଡ଼ ଡ୍ୟାନ୍ସ ଯେଉଁ 1.5 ଘଣ୍ଟାର ଗୋଟେ ଏଣ୍ଟରଟେନମେଣ୍ଟ ଗୋଟେ ପ୍ରୋଗ୍ରାମ୍ ଗୋଟେ କରାଯାଏ ମେଲୋଡ଼ି ରେକର୍ଡ଼ ଡ୍ୟାନ୍ସ ସମୟରେ ଆମେ ସୁଧାର ଆଣିଲୁଣି ପୂର୍ବରୁ ଯେଉଁଟା ହେଉଥିଲା ଆଜ୍ଞା କିଛି ନୂଆ ଦେଖେଇ ନାହୁଁ କିନ୍ତୁ ସେଇ ପୁରୁଣା କଥାଟାକୁ ଆମେ ଆଉ ଥରେ ଆଣିଲୁ ରାମାୟଣ ହନୁମାନଙ୍କ ଉପରେ ରାମଙ୍କ ଉପରେ ଯେ କି ସେ କେମିତି ଗଲେ ଲଙ୍କା ଯାଇକି କେମିତି ସୀତାଙ୍କୁ ଉଦ୍ଧାର କଲେ ରାବଣ ତାଙ୍କର ଯେଉଁ ଅହଂ ଭାବ ତାଙ୍କର ଥିଲା ସେ ଅହଂ ଭାବଟା କେମିତି ସେ ନତମସ୍ତକ ହେଲା ଶ୍ରୀ ଶ୍ରୀ ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ପାଦପଦ୍ମରେ ସେଇଟା ଆମେ ନାଟକୀୟ ଛନ୍ଦରେ ଆମେ ନୃତ୍ୟ କଳାକାରମାନେ ଦେଖେଇଲେ ତାକୁ ଲୋକ ବହୁତ ମାତ୍ରାରେ ପସନ୍ଦ କଲେ ଏବଂ ଭଲ ପାଇବା ମଧ୍ୟ ଦେଲେ ତ ସେମିତି କାହିଁକି ହେବନି ସେମିତି ହେବା ଦ୍ୱାରା କ'ଣ ହେବ ନା ଆମ ଭିତରେ ଆଧ୍ୟାତ୍ମିକ ଚେତନା ଆସିବ ଆମେ ଟିକେ ପୁରାଣକୁ ମନେ ପକାଇ ପାରିବା ତେଣୁ ସେଇଥିରେ ଆପଣ ବରଂ ରହିବା ଉଚିତ ଅଶ୍ଳୀଳତା ଦୂରେଇ ରୁହନ୍ତୁ ଏତିକି ଅନୁରୋଧ ହଁ ପ୍ରଭାବ ପଡ଼ୁଛି ମୋ ଓଡ଼ିଶା ଉପରେ ପଡ଼ୁଛି ମୁଁ ସେ ଓଡ଼ିଶାର ବାସୀ ଯେତେବେଳେ ମୋ ଉପରେ ପ୍ରଭାବ ପଡ଼ୁଛି ମୁଁ ତ ସେଥିପାଇଁ ବାରମ୍ବାର ଅନ୍ୟମାନଙ୍କୁ ସଚେତନ କରୁଛି ଯେ ଆଜ୍ଞା ସମସ୍ତେ କେବଳ ମୁଁ ନୁହେଁ ସମସ୍ତେ ଆମେ ଏକ ସ୍ୱରରେ କହିବା ଦରକାର ଉତ୍କଳ ମାଟି ଆମର ସଂସ୍କୃତିର ମାଟି ଏ ସଂସ୍କୃତିକୁ ଆମେ ଅପଭ୍ରଂଶ ହେବାକୁ ଦେବା ନାହିଁ ଯେଉଁ ନାଁରେ ମୁଁ ଦେଇଛି ସେ ନାଁରେ ଆମର ସମସ୍ତେ ଓଡ଼ିଶାବାସୀ ଦେବା ଦରକାର